ଜଗନ୍ନାଥ। ଚାଲନ୍ତୁ ଆଜି ଆମେ OTTର କ୍ୱେଶ୍ଚିନ୍ ଗୁଡ଼ିକ ଆଲୋଚନା କରିବା, ଯାହାକି ଆପଣଙ୍କର ଆଗାମୀ ଆସୁଥିବା ସ୍ପେଶାଲ OTT ପରୀକ୍ଷାରେ ଆପଣମାନଙ୍କୁ ବହୁତ ଉପାଦେୟ ହେବ। ତ କ୍ୱେଶ୍ଚିନ୍ ଗୁଡ଼ିକ ଚାଲନ୍ତୁ ଡେରି ନକରି ଆଲୋଚନା କରିବା। ଆଜିର ସବଜେକ୍ଟରେ ଦେଖନ୍ତୁ ଶିଶୁ ବିକାଶ ଓ ଶିକ୍ଷା ବିଜ୍ଞାନ। ପ୍ରଥମ କ୍ୱେଶ୍ଚିନ୍ଟି ଦେଖନ୍ତୁ, ସମ୍ବେଦୀ ପ୍ରେରକ ପର୍ଯ୍ୟାୟର ବୟସ ସୀମା କେତେ ପଚାରିଛି। ତ ଅପସନ୍ ଗୁଡ଼ିକ ଆପଣଙ୍କର ଅଛି 7 ରୁ 11, ତାପରେ ଅଛି ଆପଣଙ୍କର 4 ରୁ 7, ସିରେ ଅଛି 2 ରୁ 4 ବର୍ଷ, ଡିରେ ଅଛି ଆପଣଙ୍କର 1.5 ବର୍ଷ। ତ ଆମେ ପାଠ୍ୟପୁସ୍ତକରେ ପଠନ କରିଛେ ଯେ ସମ୍ବେଦୀ ପ୍ରେରକ ପର୍ଯ୍ୟାୟଟି ଜନ୍ମରୁ 2 ବର୍ଷ ଅଟେ। ତ ଏଠି ଆମର ଅପସନ୍ଟି ଦେଖନ୍ତୁ ଡି ଅଛି, ଜନ୍ମରୁ 1.5। ତେଣୁ ଆମର ଠିକ୍ ଉତ୍ତରଟି ହେଉଛି ଡି ଅପସନ୍ 1.5 ବର୍ଷ। 2 ନମ୍ବର କ୍ୱେଶ୍ଚିନ୍ ଆଲୋଚନା କରିବା। ନିମ୍ନୋକ୍ତ ମଧ୍ୟରୁ କେଉଁ ନିୟମଟି ଶିକ୍ଷଣ ପାଇଁ ଶାରୀରିକ ଓ ମାନସିକ ପ୍ରସ୍ତୁତି ପାଇଁ ଗୁରୁତ୍ୱ ଦିଏ। ଦେଖନ୍ତୁ ଅଭ୍ୟାସ, ପ୍ରସ୍ତୁତି, ସାମ୍ପ୍ରତ୍ୟ ନିୟମ, ଫଳାଫଳ ନିୟମ। ତ ଆମେମାନେ ଯେତେବେଳେ ଶାରୀରିକ ଓ ମାନସିକ ସ୍ତରରେ ଯେତେବେଳେ ଠିକ୍ ହେବା ବା ପ୍ରସ୍ତୁତି ହେବା, ତାପରେ ଆମେ ଯାଇ ବିଭିନ୍ନ ପ୍ରକାରର ଶିକ୍ଷଣ କାର୍ଯ୍ୟ କରିପାରିବା। ତ ଠିକ୍ ଉତ୍ତରଟି ହେଉଛି ଆପଣଙ୍କର ବି ପ୍ରସ୍ତୁତି ନିୟମ, ଯାହାକି କହୁଛି ଆପଣଙ୍କର ଲ ଅଫ୍ ରେଡିନେସ୍। ତ ସେଇଭଳି ଚାଲନ୍ତୁ ଆମେ 3 ନମ୍ବର କ୍ୱେଶ୍ଚିନ୍ କରିବା। ତ ଆମର 2 ନମ୍ବର ହେଉଛି ପ୍ରସ୍ତୁତି ନିୟମ। ସେଇଭଳି 3 ନମ୍ବର ଚାଲନ୍ତୁ ଦେଖିବା। ନିମ୍ନୋକ୍ତ ମଧ୍ୟରୁ କେଉଁଠି ପ୍ରକ୍ଷେପଣ ମାଧ୍ୟମ ନୁହେଁ। ପ୍ରକ୍ଷେପଣ ଅର୍ଥ ଦୂରକୁ ମାରିକି ଦେଖିବା। ତ ପ୍ରକ୍ଷେପଣ OHP ବା ଏଇଟା ଗୋଟେ ଆମର ପ୍ରୋଜେକ୍ଟ ଜିନିଷଟିଏ, ତାକୁ ଦେଖି ହେବ। ସେଇଭଳି ଛବିଟା ଆମର ଗୋଟେ କ'ଣ, ଏଇଟା ଛବିଟା ଗୋଟେ ଆମର ପ୍ରତିଛବି ଫଟୋ, ଗୋଟେ ଫିଲ୍ମ ଷ୍ଟ୍ରିପ୍, ଏଇଟାକୁ ଗୋଟେ ପ୍ରକ୍ଷେପଣରେ ଦେଖାଯାଏ। ସ୍ଲାଇଡ଼୍ଟା ବି ଦେଖାଯାଏ ଲାଇଟ୍ ମାରି ପ୍ରକ୍ଷେପଣ କରି। ତେଣୁ ଛବିଟି ଆମର କୁଆଡ଼େ ପ୍ରକ୍ଷେପଣ କରି ହୁଏ ନାହିଁ, ତାହା ଗୋଟିଏ ଜାଗାରେ ସ୍ଥିର କରି ରଖାଯାଇ ଦେଖାଯାଏ। ତେଣୁ ଠିକ୍ ଉତ୍ତରଟି ହେଉଛି ଆପଣଙ୍କର ବି ଛବି। 4 ନମ୍ବର କ୍ୱେଶ୍ଚିନ୍ କରିବା। ପାଠ୍ୟକ୍ରମ ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରଗତି ଲିପିବଦ୍ଧ କରିବା ପାଇଁ କେଉଁ ପଦକ୍ରମ ବିନ୍ଦୁ ମାପନୀ ବ୍ୟବହାର କରାଯାଉଛି। ତ ଅନ୍ୟ କେଉଁ କ୍ଷେତ୍ରରେ ଦେଖନ୍ତୁ, ପାଠ୍ୟକ୍ରମରେ ଆମର ଅଛି, ଆମେ ଜାଣିଛେ 4 ରେଟିଂ ସ୍କେଲ୍, 3 ରେଟିଂ ସ୍କେଲ୍। ଅଧିକ ରେଟିଂ ସ୍କେଲ୍ ଗୁଡ଼ିକ ପାଠ୍ୟକ୍ରମରେ ପ୍ରୟୋଗ ହେଉନାହିଁ। ତେଣୁ ପ୍ରତ୍ୟେକ ଗୁଡ଼ିକ କେଉଁଠି ଅଛି, ଆମର ପଞ୍ଚମ ବିନ୍ଦୁ ମାପନୀରୁ ଅଛି। ସେଭଳି ସପ୍ତମ ବିନ୍ଦୁ ମାପନୀ ଅଛି, 3 ବିନ୍ଦୁ ମାପନୀ ଅଛି। ଏମାନଙ୍କ ମଧ୍ୟରୁ କୌଣସିଟି ନୁହେଁ। ତ ଠିକ୍ ଉତ୍ତରଟି ହେଉଛି 5 ବିନ୍ଦୁ ମାପନୀ, ଯାହାକି ଆପଣଙ୍କର ପାଠ୍ୟକ୍ରମ ବାହାରେ ବ୍ୟବହାର କରାଯାଏ। ତେଣୁ 4 ନମ୍ବର ଠିକ୍ ଉତ୍ତରଟି ହେଉଛି ଆପଣଙ୍କର ଏ। ସେଇଭଳି 5 ନମ୍ବର କ'ଣ ପଚାରିଛି ନା, ଭିନ୍ନକ୍ଷମ ଶିକ୍ଷାର୍ଥୀମାନଙ୍କର ଶିକ୍ଷା ନିମନ୍ତେ କେଉଁ ପ୍ରକାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥାଏ। ତ ଆପଣମାନେ ବିଭିନ୍ନ ଶିକ୍ଷକଙ୍କ ବିଷୟରେ ଜାଣିଛନ୍ତି। ସମ୍ବଳ ଶିକ୍ଷକ, ଯେଉଁମାନେ ଅଧିକ ସ୍ୱତନ୍ତ୍ର ଏବଂ ଅଧିକ ତାଙ୍କ ପାଖରେ ସମ୍ବଳ ଥାଏ। ସେଭଳି ଦକ୍ଷ ଶିକ୍ଷକ, ଯେଉଁମାନେ ସବୁଥିରେ ପାରଙ୍ଗମ, ଅଭିଜ୍ଞ, ଯିଏ ବୟସ ଅନୁସାରେ ଅଧିକ ଜାଣିଛନ୍ତି। ବିଷୟ ଭିତ୍ତିକ, ଯିଏ ଆମର ବିଷୟ ପାଠ ପଢ଼ାନ୍ତି। ତ ଏଇ ଯେଉଁ 3ଟି ଅପସନ୍ ଦେଖନ୍ତୁ ତଳେ, ଏମାନଙ୍କ ବ୍ୟତୀତ ଯିଏ ଅଧିକ ଜାଣିଛି ସ୍ପେଶାଲ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ, ସିଏ ହେଉଛନ୍ତି ରିସୋର୍ସ ଟିଚର ବା ସମ୍ବଳ ଶିକ୍ଷକ। ତେଣୁ 5 ନମ୍ବରର ଠିକ୍ ଉତ୍ତରଟି ହେଉଛି ଆପଣଙ୍କର ସମ୍ବଳ ଶିକ୍ଷକ। ତ ଆପଣ ଭଲ ଭାବରେ ଜାଣିଲେ। ତେଣୁ 5ର ଉତ୍ତର ହେଉଛି ଆପଣଙ୍କର ଏ। ସେଇଭଳି ଚାଲନ୍ତୁ 6 ନମ୍ବର ଯିବା। ନିମ୍ନୋକ୍ତ କେଉଁ ଶୈକ୍ଷିକ ସୁବିଧା ମେଧାବୀ ଶିକ୍ଷକଙ୍କ ପାଇଁ ଉପଯୁକ୍ତ ନୁହେଁ। ନିମ୍ନୋକ୍ତ କେଉଁ ଶୈକ୍ଷିକ ସୁବିଧା ମେଧାବୀଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। ମେଧାବୀଙ୍କ ପାଇଁ ଗୋଟେ ମେଧାବୀ ଧରଣର ବା ଉନ୍ନତ ଧରଣର କ୍ଲାସରୁମ୍ ଆବଶ୍ୟକ ହୁଏ। ତାଙ୍କ ପାଇଁ କ୍ରମବିହୀନ ଏଗୁଡ଼ା କିଛି ଆବଶ୍ୟକ ନାହିଁ। ଶ୍ରେଣୀରେ ଉତ୍ତୀର୍ଣ୍ଣ ବେଗ ବୃଦ୍ଧି, ସେଇଟା ବି ତାଙ୍କର ଆବଶ୍ୟକ ନାହିଁ। ସମୃଦ୍ଧି କାର୍ଯ୍ୟକ୍ରମ, ଆଉ ଟିକେ ଅଧିକ କାର୍ଯ୍ୟକ୍ରମ ଆବଶ୍ୟକ। କିନ୍ତୁ ଏକତ୍ରୀକରଣ, ଏଇଟା ଆପଣଙ୍କର ଗୋଟିଏ ମେଧାବୀ ପିଲାଙ୍କ ପାଇଁ ଆବଶ୍ୟକ ନାହିଁ। ତେଣୁ ରାଇଟ୍ ଆନ୍ସର୍ଟି ହେଉଛି ଆପଣଙ୍କର ଡି। 6 ନମ୍ବର ଆନ୍ସର୍ ହେଉଛି ଡି, ଏକତ୍ରୀକରଣ ବା କନସୋଲିଡେସନ୍। ସେଇଭଳି ଚାଲନ୍ତୁ ଯିବା 7 ନମ୍ବରକୁ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ତ୍ରିପରିସର ବିଶିଷ୍ଟ ପାଠ୍ୟକ୍ରମ ଉପକରଣ। ଆପଣ ବୁଝନ୍ତୁ ତ୍ରିପରିସର କ'ଣ। ତ୍ରିପରିସର ହେଉଛି 3 ଡାଇମେନସନ୍, ଯାହାର ଥିବ ଦୈର୍ଘ୍ୟ, ପ୍ରସ୍ଥ, ଉଚ୍ଚତା। ତ ଆମର
ପ୍ରଦର୍ଶନ କାର୍ଡ଼ ତାର ଗୋଟେ ଅଛି କି ଦୈର୍ଘ୍ୟ ପ୍ରସ୍ଥ ଉଚ୍ଚତା ସେଇଭଳି ସ୍ଥିର ଛବିର ବି ନାହିଁ, ପ୍ରତିରୂପର ବି ନାହିଁ। କିନ୍ତୁ କାନ୍ଥ କଳାପଟାର ଦେଖିବେ ଦୈର୍ଘ୍ୟ ଅଛି, ପ୍ରସ୍ଥ ଅଛି, ଛୋଟ ହେଲେ ମଧ୍ୟ ତାର ଟିକେ ଉଚ୍ଚତା ମଧ୍ୟ ଥାଏ ଉପରକୁ ଉଠି କରି। ତେଣୁ ଆମର ଠିକ୍ ଉତ୍ତରଟି ହେଉଛି 7 ନମ୍ବର ଏ, କାନ୍ଥ କଳାପଟା। ସେଇଭଳି ଆମେ ଚାଲନ୍ତୁ ଦେଖିବା 8 ନମ୍ବର କ୍ୱେଶ୍ଚିନ୍। ଶରୀରର କେନ୍ଦ୍ର ସ୍ଥାନରୁ ପ୍ରାନ୍ତବର୍ତ୍ତୀ ଅଞ୍ଚଳକୁ, ସେଣ୍ଟ୍ରାଲରୁ ପେରିଫେରି ଅଞ୍ଚଳକୁ ବିକାଶ ଅଗ୍ରସର ହେବା ପାଇଁ କେଉଁ ଅନୁକ୍ରମ ସହିତ ସମୁଚିତ ଅଟେ? ଦେଖନ୍ତୁ ଏଇଟା ହେଉଛି ଆମର ସାଇନ୍ସ ୱାର୍ଡ଼, ଯେଉଁଟାକି ଆମର ସବୁ ଅଛି, ବ୍ରେନ୍ରେ ସେଫାଲ ଅଛି, କର୍ଡାଟା ଅଛି। ତ 8 ନମ୍ବର ଅପସନ୍ ଗୁଡ଼ିକ ଦେଖନ୍ତୁ। ଆମସ୍ତକ ପାଦ ଅନୁକ୍ରମ, ବିରେ ଅଛି ସମୀପ ଦୂରାଭିମୁଖୀ ଅନୁକ୍ରମ, ସିରେ ଅଛି ଚଳନ ଅନୁକ୍ରମ, ଡିରେ ଅଛି ଦ୍ୱିପାର୍ଶ୍ୱିକ ଅନୁକ୍ରମ। ତେଣୁ ଆମେ ଦେଖନ୍ତୁ ଆପାଦମସ୍ତକ ମଝି, ସେ ପ୍ରଶ୍ନ କ'ଣ କରିଛି ବୁଝନ୍ତୁ। କେନ୍ଦ୍ର ମାନେ ହେଉଛି ମେରୁଦଣ୍ଡ, ପ୍ରାନ୍ତ ମାନେ ବିଭିନ୍ନ ପ୍ରକାର ଅଙ୍ଗକୁ ଯିବ। ତେଣୁ କେନ୍ଦ୍ରରୁ ତାର ହେଉଛି ପ୍ରାନ୍ତବର୍ତ୍ତୀ। ତେଣୁ ଆମର ଦେଖନ୍ତୁ କେନ୍ଦ୍ର ଆମର ଆମସ୍ତକ ବୋଲେ ପାଦ ନୁହଁ, କେନ୍ଦ୍ର ନୁହଁ। ସମୀପ ଦୂରାମୁଖୀ ଅନୁକ୍ରମ, ସମୀପ ଦେଖନ୍ତୁ ମଝିରେ, ଦୂରମୁଖୀ ହୋଇଥାଏ। ତେଣୁ 8 ନମ୍ବର ଉତ୍ତରଟି ହେଉଛି ବି, ସମୀପ ଦୂରାଭିମୁଖୀ ଅନୁକ୍ରମ। ସେଇଭଳି ଚାଲନ୍ତୁ 9 ନମ୍ବରକୁ। 9 ନମ୍ବର ଦେଖନ୍ତୁ, ନିରନ୍ତର ବ୍ୟାପକ ମୂଲ୍ୟାୟନରେ ନିମ୍ନୋକ୍ତ କେଉଁଟି ମୌଳିକ ସ୍ୱରୂପ ଅଟେ? ତ ନିରନ୍ତର ଆମର CCE, କଣ୍ଟିନ୍ୟୁଅସ୍ କମ୍ପ୍ରେସିଭ ଇଭାଲୁଏସନ୍ ସେଇଟା। ତ ସେ ପଚାରି ନିମ୍ନୋକ୍ତ କେଉଁଟି ମୌଳିକ ସ୍ୱରୂପ ଅଟେ? ତାର ମୌଳିକ ସ୍ୱରୂପ କ'ଣ? କୃତ କାର୍ଯ୍ୟ କିମ୍ବା ଅକୃତ କାର୍ଯ୍ୟ ପ୍ରକାଶନ କରିବା, ପ୍ରମାଣପତ୍ର ପ୍ରଦାନ କରିବା, ଶିକ୍ଷାର୍ଥୀମାନଙ୍କ ପ୍ରଗତିକୁ ସୁଗମ କରିବା, ଏମାନଙ୍କ ମଧ୍ୟରୁ କୌଣସିଟି ନୁହେଁ। ତ ଆମେ ନିରନ୍ତର ମୂଲ୍ୟାୟନ କାହିଁକି କରୁ? ଗୋଟେ ସହଜ ପିଲାର ନିରନ୍ତର ଏବଂ ସରଳ ମାଧ୍ୟମରେ ତାକୁ ଆମେ ନିର୍ଣ୍ଣୟ କରିପାରିବା, ତାର ପାଠପଢ଼ାର ବୃଦ୍ଧିର ବିକାଶର ତ୍ୱରାନ୍ୱିତ କରିପାରିବା। ତେଣୁ ଅପସନ୍ ସିଟି ହେଉଛି ରାଇଟ୍ ଆନ୍ସର୍, ଶିକ୍ଷାର୍ଥୀର ପ୍ରଗତିକୁ ସୁଗମ କରିବା। ସେଭଳି ଚାଲନ୍ତୁ ଆମେ 10 ନମ୍ବର କ୍ୱେଶ୍ଚିନ୍କୁ ପଢ଼ିବା। କେଉଁ ଆଭ୍ୟନ୍ତରୀଣ ଅଭିପ୍ରେରଣା ଏକ ଉଦାହରଣ ଅଟେ? ଆମର ଆଭ୍ୟନ୍ତରୀଣ ବୋଲେ ଇଣ୍ଟ୍ରିନ୍ସିକ୍, ମନ ଭିତରର। ତ କେଉଁଟା ପ୍ରତିଦ୍ୱନ୍ଦ୍ୱୀ ହେବ ନା, ଏଇଟା ଗୋଟେ ପ୍ରଶଂସା। ତେଣୁ ପ୍ରଶଂସା କରିଦେଲେ ସେଇଟା ଗୋଟେ ଅଭିପ୍ରେରଣା ହେଇଯିବ। ପୁରସ୍କାର କିଛି ବି ଦେଲେ ମଧ୍ୟ ହେବ ନାହିଁ। ଆକାଂକ୍ଷାର ସ୍ତର, ଲେଭେଲ୍ ଅଫ୍ ଆସ୍ପିରେସନ୍। ତ ଆପଣଙ୍କର ଯେତିକି ଆକାଂକ୍ଷା ରହୁଥିବ, ଆଶା ରହୁଥିବ, ତ ଆପଣମାନେ ସେତିକି ଅଭିପ୍ରେରିତ ହେଇପାରିବେ। ତ ଧରନ୍ତୁ ଶିକ୍ଷକ କ'ଣ କଲେ, ଗୋଟେ ବିଷୟ ପଢ଼ାଉଛନ୍ତି, ତାର ଶେଷରେ କ'ଣ ଅଛି, ତାର ଆକାଂକ୍ଷା ହେବ ଶୁଣିବାକୁ, ଜାଣିବାକୁ। ସେତିକି ବେଳେ ସେ ଆଭ୍ୟନ୍ତରୀଣ ଅଭିପ୍ରେରଣାଟି ତାର ନିଃସୃତ ହେବ। ତେଣୁ 10 ନମ୍ବର ଠିକ୍ ଉତ୍ତରଟି ହେଉଛି ଆମର ଡି। ସେହିଭଳି 11 ନମ୍ବର ଚାଲନ୍ତୁ ଯିବା। ନିମ୍ନଲିଖିତ କେଉଁ ଶିକ୍ଷଣ ତତ୍ତ୍ୱଟି ଉଦ୍ଦୀପକ ପ୍ରକ୍ରିୟାର ସମୃଦ୍ଧ ଦୃଢ଼ୀଭୂତ ଅଛି? ଦେଖନ୍ତୁ ଆମର ଏଇଟା ଆସିଗଲା ଉଦ୍ଦୀପକ ଅନୁକ୍ରିୟା, ଷ୍ଟିମୁଲସ୍ ରେସ୍ପନ୍ସ, ଯାହାକୁ ଆମର ଜଣେ କ'ଣ କରେ, ମନ ଭିତରେ ସ୍ଥିର କରେ। ତ ସେଇଟା କ'ଣ ନା, ଅପସନ୍ ଦେଇଛି ଶାସ୍ତ୍ରୀୟ ଅନୁବନ୍ଧନ, ପ୍ରଯତ୍ନ ପ୍ରମାଦ, କ୍ରିୟାସୂତ ଅନୁବନ୍ଧନ, ଅନ୍ତର୍ଦୃଷ୍ଟି ଶିକ୍ଷଣ। ତ ଆମର ଉତ୍ତରଟି ହେଉଛି ଶାସ୍ତ୍ରୀୟ ଅନୁବନ୍ଧନ, 11 ନମ୍ବର ଏ, ଯେଉଁଟାକି ଆମେ ଇଂଲିଶରେ କହୁଛୁ କ୍ଲାସିକାଲ କଣ୍ଡିସନିଂ। ସେଇଭଳି କେଉଁ ଶାସ୍ତ୍ରୀୟ ଅନୁବନ୍ଧନର ଲକ୍ଷଣ ଅଟେ? କେଉଁଟି ଶାସ୍ତ୍ରୀୟ ଅନୁବନ୍ଧନର ଲକ୍ଷଣ? ଏହା ଉଦ୍ଦୀପକ ଅଭିମୁଖୀ, ଏହା ଅନୁକ୍ରିୟା ଅଭିମୁଖୀ, ଏହା ଅନୁକ୍ରିୟା ଅଧିକ ସ୍ୱେଚ୍ଛାକୃତ ଅଟେ, ଏହା ଅନୁକ୍ରିୟା ଅଧିକ୍ରମ ସହିତ ଜଡ଼ିତ। ଠିକ୍ ଉତ୍ତରଟି ହେଉଛି ଆମର ଅନୁକ୍ରିୟା ଅଧିକ ସ୍ୱେଚ୍ଛାକୃତ ଅଟେ। ରେସ୍ପନ୍ସ ଇଜ୍ ମୋର୍ ଭଲ୍ୟୁଣ୍ଟାରୀ। ସେହିଭଳି ଚାଲନ୍ତୁ ଆମେ 13 ନମ୍ବର କ୍ୱେଶ୍ଚିନ୍ କରିବା। ନିମ୍ନୋକ୍ତ ଆମ ରାଜ୍ୟରେ ଏକକ ପରୀକ୍ଷା ନିମନ୍ତେ ତଦାରଖ କରିବା ପାଇଁ ମାସିକ ପରୀକ୍ଷା ବ୍ୟବସ୍ଥା ଅଟେ? ଦେଖନ୍ତୁ ଆମ ରାଜ୍ୟରେ କ'ଣ ଏକକ ପରୀକ୍ଷା ପାଇଁ ତଦାରଖ କରିବା ପାଇଁ ମାସିକ ବ୍ୟବସ୍ଥା କ'ଣ ଅଛି? ଦେଖ, ସହଜ ହେବ ନାହିଁ। ସହଜଟା ଗୋଟେ ଟ୍ରେନିଂ ଥିଲା। ସମାଧାନ ବି ଆମର ଗୋଟେ 2011 ମସିହାରେ ଗୋଟିଏ ବହି ପ୍ରଣୟନ କରାଯାଇଥିଲା, ତା ନାଁ ସମାଧାନ, ଯାହାକି ପାଠ୍ୟ ସିଲାବସ୍ ଦେଇଛି। ଉନ୍ମେଷ ବି ନୁହେଁ। କିନ୍ତୁ CRCC ମାନେ ମାସକୁ ମାସ ଯାଇ ପ୍ରତି ସ୍କୁଲର ସମୀକ୍ଷା କରନ୍ତି
ଏବଂ ସେଥିରେ ପିଲାମାନଙ୍କର କ'ଣ ପରୀକ୍ଷା କେମିତି ସେମାନଙ୍କର ରେଜଲ୍ଟ ହେଉଛି ସେ ମଧ୍ୟ ଦେଖନ୍ତି। ତେଣୁ 13 ନମ୍ବର ଡିଟି ହେଉଛି ଆମର ଉତ୍ତର ସମୀକ୍ଷା। 13 ନମ୍ବର ଡିଟି ହେଉଛି ସମୀକ୍ଷା, ଯାହାକି ଆମ ରାଜ୍ୟର ଏକକ ପରୀକ୍ଷା ନିମନ୍ତେ ତଦାରଖ କରନ୍ତି, ମାସିକିଆ ତଦାରଖ କରାଯାଏ। ତେଣୁ 13 ନମ୍ବର ଅପସନ୍ ହେଲା ଡି, ଉତ୍ତରଟି ହେଲା ଡି। ସେଇଭଳି ଚାଲନ୍ତୁ 14 ନମ୍ବର। ଭାରତୀୟ ସମ୍ବିଧାନର କେଉଁ ଧାରାରେ ତଫସିଲଭୁକ୍ତ ଜାତି ଓ ଜନଜାତିମାନଙ୍କୁ ସାମାଜିକ ନ୍ୟାୟ ଓ ସମସ୍ତ ପ୍ରକାର ଶୋଷଣମୁକ୍ତ ପାଇଁ ସୁବିଧା ପ୍ରଦାନ କରାଯାଇଛି? ତ ଆମର ଧାରା ଦେଖନ୍ତୁ ଦେଇଛି 41, 45, 46, 343। ତ ରାଇଟ୍ ଆନ୍ସରଟି ଆପଣଙ୍କର ହେଉଛି 46, ଯେଉଁଥିରେ ଆମର ଆଦିବାସୀମାନଙ୍କୁ ନ୍ୟାୟ ଓ ସାମାଜିକ ଶୋଷଣମୁକ୍ତ ସୁବିଧା ପ୍ରଦାନ କରାଯାଇଛି। ସେହିଭଳି ନିମ୍ନୋକ୍ତ ମଧ୍ୟରୁ କେଉଁଟି ଶିକ୍ଷାଦାନର ନିୟମ ନୁହେଁ? ଦେଖନ୍ତୁ, ଆମେ ସବୁ ପେଡାଗୋଜିକାଲ ୱାର୍ଡସ୍ ଗୁଡ଼ିକ ପରିଚିତ। ସେଥିମଧ୍ୟରୁ ଆମେ ଜାଣିପାରିବା ସରଳରୁ ଜଟିଳ ଆଡ଼କୁ ଅଗ୍ରସର ହେବା, ନିକଟରୁ ଦୂରକୁ ଅଗ୍ରସର ହେବା, ଜଟିଳରୁ ବିମୂର୍ତ୍ତ ଆଡ଼କୁ ଅଗ୍ରସର ହେବା, ବାସ୍ତବରୁ ବିମୂର୍ତ୍ତ ଆଡ଼କୁ ଅଗ୍ରସର ହେବା। ତ ଏଇଥିରୁ ଆମେ ଜାଣିପାରୁଛେ ସରଳ ଭାଷାଟି ବି ଅଛି। ତେଣୁ 15 ନମ୍ବର ଆନ୍ସର ହେଉଛି ବି, ନିକଟରୁ ଦୂରକୁ ଅଗ୍ରସର ହେବା। ବୁଝିପାରିଲେ? ସେଇଭଳି ଚାଲନ୍ତୁ ଯିବା 16 ନମ୍ବର। ନିମ୍ନଲିଖିତ ଲକ୍ଷଣ ଦଳମାନଙ୍କ ମଧ୍ୟରୁ କେଉଁଟି ସୃଜନଶୀଳ ଚିନ୍ତନ ସହ ସମ୍ପର୍କିତ ନୁହେଁ? ଦେଖନ୍ତୁ, ଅନୁମାନ କରିବା, ଅନର୍ଗଳ ନମନୀୟ କରିବା, ମୌଳିକତା, ଅନର୍ଗଳ ନମନୀୟତା, ଅନୁମାନ କରିବା, ପାରମ୍ପରିକ, ଅନର୍ଗଳତା, ଡି ମୌଳିକତା, ବିସ୍ତରଣ ଓ ଅନର୍ଗଳତା। ତ ଆପଣମାନେ ଦେଖନ୍ତୁ, ଗୋଟେ ଅଛି ଲକ୍ଷଣମାନଙ୍କ ସୃଜନଶୀଳରେ ଆପଣଙ୍କର ଅନୁମାନ କରିବା ଠିକ୍ ଅଛି, ଅନର୍ଗଳ ନମନୀୟ ସବୁ ଠିକ୍ ଅଛି, ମୌଳିକ ଠିକ୍ ଅଛି। ତାହେଲେ ଗୋଟେ ପାରମ୍ପରିକ ଯାଇଛି। ତ ସୃଜନଶୀଳରେ ଆପଣ ପାରମ୍ପରିକ କ'ଣ ବ୍ୟବହାର କରିବେ? ତ ସେଇଟା ନୁହେଁ। ତେଣୁ 16 ନମ୍ବର ସିଟି ହେଉଛି ଠିକ୍ ଉତ୍ତର। 16 ନମ୍ବର ରାଇଟ୍ ଆନ୍ସର ସି ଅପସନ୍। ଅନୁମାନ କରିବା, ପାରମ୍ପରିକ, ଅନର୍ଗଳ, ଏଇଟା ଆମର ସୃଜନଶୀଳ ସହିତ ସମ୍ପର୍କ ନୁହଁ। ସେଭଳି ଚାଲନ୍ତୁ 17 ନମ୍ବର କ୍ୱେଶ୍ଚିନ୍ ଉତ୍ତର କରିବା। ଦେଖନ୍ତୁ, ପେଡାଗୋଜିକାଲ ଆନ୍ସର ଗୁଡ଼ିକ ବହୁତ ସହଜ। ତ ଆପଣ କ'ଣ କରିବେ, ଅପସନ୍ ଗୁଡ଼ିକୁ ତର୍ଜମା କରିବେ। ଯେଉଁ ଅପସନ୍ ଗୁଡ଼ିକ ଆପଣଙ୍କର ଟିକେ ଭିନ୍ନ ଆସୁଛି ସେଇଟା ହିଁ ଉତ୍ତର ହେଇଥିବ। ବହୁ ଶ୍ରେଣୀ ପରିସ୍ଥିତିରେ ଶିକ୍ଷକ ପାଇଁ କେଉଁ ଦକ୍ଷତାଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ? ଦେଖନ୍ତୁ, ଗତି ଯୋଜନା, କୌଶଳ ବ୍ୟବହାର, ଶ୍ରେଣୀ ସ୍ୱାଭାବିକ କାର୍ଯ୍ୟର ଅନୁରକ୍ଷଣ, ବୁଦ୍ଧିର ବ୍ୟବହାର। ଦେଖନ୍ତୁ, କୌଶଳ ବ୍ୟବହାର ତ ସବୁଥିରେ କରାଯାଉଛି, ଶ୍ରେଣୀ ସ୍ୱାଭାବିକ କାର୍ଯ୍ୟର ଅନୁରକ୍ଷଣ ମଧ୍ୟ କରାଯାଉଛି, ବୁଦ୍ଧିର ବ୍ୟବହାର କରାଯାଉଛି। କିନ୍ତୁ ଗୋଟେ ବହୁ ଶ୍ରେଣୀ ପାଠ୍ୟ ଯୋଜନା କରିବାକୁ ହେଲେ ଆମକୁ ଯୋଜନା ପ୍ରସ୍ତୁତ କରିବାକୁ ପଡ଼େ, ଯେଉଁଥିରେ କି ଆମେ ତାକୁ ଧାରାବାହିକରେ ଗୋଟେ କ୍ଲାସ୍ ପଢ଼ାଇ ଅନ୍ୟ କ୍ଲାସ୍କୁ ପଢ଼ାଇଥାଉ। ତେଣୁ ଏହାର 17 ନମ୍ବରର ରାଇଟ୍ ଆନ୍ସର ହେଉଛି ଏ, ଗତି ଯୋଜନା, ଯାହାକୁ ଆମେ ଭଲ ଭାବରେ ଯୋଜନା ପ୍ରସ୍ତୁତ କରି କ୍ଲାସ୍ରେ ଉପସ୍ଥାପନ କରିଥାଉ। ତ 17 ନମ୍ବରର ରାଇଟ୍ ଆନ୍ସର ହେଉଛି ଏ। ସେଇଭଳି ଚାଲନ୍ତୁ 18 ନମ୍ବର କ୍ୱେଶ୍ଚିନ୍ ଯିବା। ନିମ୍ନସ୍ଥ କେଉଁଟି ଶିକ୍ଷଣର ମୌଳିକ ସର୍ତ୍ତ ନୁହେଁ? ଯେଉଁ ଶିକ୍ଷଣ ଆମେ କରୁଛେ ତାର ମୌଳିକ ସର୍ତ୍ତ ନୁହେଁ। ଅଭ୍ୟାସ, ସମୀପତା, ସିଦ୍ଧାନ୍ତୀକରଣ, ନିରାପତ୍ତା। ଗୋଟେ ପିଲାକୁ ଆମେ ଅଭ୍ୟାସ କରାଉଛେ, ସିଦ୍ଧାନ୍ତୀକରଣ କରାଉଛେ, ତାକୁ ନିରାପତ୍ତା ଦେଉଛେ, ମାତ୍ର ଦେଖନ୍ତୁ ସମୀପତା, କଣ୍ଟିଗ୍ୟୁଟି, ଏଇଟା ଆମେ ଦେଉଛେ କି? ତେଣୁ ତାର 18 ନମ୍ବର ରାଇଟ୍ ଆନ୍ସର ହେଉଛି ସମୀପତା। କେଉଁ କଥାଟି ବିକାଶ ସମ୍ପର୍କିତ ନୁହେଁ? ଏହା କ୍ରମବର୍ଦ୍ଧନଶୀଳ ନୁହେଁ, ଏହା ଅନୁକ୍ରମିକ ଧାରା ଅବଲମ୍ବନ କରିଥାଏ, ଏହା ନିରବିଚ୍ଛିନ୍ନ ଅଟେ, ଏହା ପାରସ୍ପରିକ ପ୍ରକ୍ରିୟାରୁ ଉତ୍ପତ୍ତି। ତ 19 ନମ୍ବର ଦେଖନ୍ତୁ, କେଉଁଟା ଆମର ଠିକ୍ ଉତ୍ତର? ଅବଲମ୍ବନ କରିଥାଏ, ନିରବିଚ୍ଛିନ୍ନ ବିକାଶ ହୋଇଥାଏ, ପାରସ୍ପରିକ ପ୍ରକ୍ରିୟାରୁ ଉତ୍ପତ୍ତି ହୋଇଥାଏ, କିନ୍ତୁ କ୍ରମବର୍ଦ୍ଧନଶୀଳ ନୁହେଁ। ଏହା ଗୋଟେ କ୍ରମ ଅନୁସାରେ ଯିବ ବୋଲି କିଛି ସେମିତି କିଛି ବିକାଶଟା ମାନେ ନାହିଁ। ତେଣୁ ରାଇଟ୍ ଆନ୍ସର 19 ହେଉଛି ଆମର ଏ। ଠିକ୍ ଉତ୍ତରଟି ହେଉଛି ଆମର ଏ। କେଉଁ ନିୟମ ଅନୁସାରେ ପ୍ରାଥମିକ ସ୍ତରରେ ନିରନ୍ତର ସାମଗ୍ରିକ ମୂଲ୍ୟାୟନ ବାଧ୍ୟତାମୂଳକ? ଦେଖନ୍ତୁ, RTE ଆକ୍ଟ 2025, RCFCE ଆକ୍ଟ 2009, REFCE ଆକ୍ଟ 2009, ଏମାନଙ୍କ ମଧ୍ୟରୁ କେଉଁଠି ନୁହେଁ? ଦେଖନ୍ତୁ, ଆମର ଗୋଟିଏ ଓଡ଼ିଆରେ ଆମେ ପଢ଼ିଛେ କ'ଣ ନା 6ରୁ 14 ବର୍ଷ ପିଲାମାନଙ୍କ ପାଇଁ ବାଧ୍ୟତାମୂଳକ ଶିକ୍ଷା 2009ରୁ ପ୍ରଣୟନ କରାଯାଇଛି। ସେହି ଆଧାରରେ ସାମଗ୍ରିକ ମୂଲ୍ୟାୟନ ମଧ୍ୟ ଲାଗୁ କରାଯାଇଛି, ଯେଉଁଟାକି ଆମର ହେଉଛି RC, ରାଇଟ୍ ଚିଲଡ୍ରେନ୍।
Right to Children Free and Compulsory Education Act 2009 ଏଇଠି ହେଉଛି ଆମର RCFC Act 2009 ଯାହାକି ଆନ୍ସର ହେଉଛି B। ସେଇଭଳି ଚାଲନ୍ତୁ 21 ନମ୍ବର କେଉଁ ଶିକ୍ଷଣ ପ୍ରକ୍ରିୟାଟି ସହିତ ସମ୍ପର୍କିତ ନୁହେଁ? ଶିକ୍ଷଣ ପ୍ରକ୍ରିୟା ତ ସମ୍ପର୍କିତ ନୁହେଁ, କୋଉଟା? ଉଦ୍ଦେଶ୍ୟ, ଧାରାବାହିକ, ଉପଯୋଜନ, ସ୍ୱୟଂକ୍ରିୟ ଆଚରଣ। ତ କେଉଁଠି ଆମର ଶିକ୍ଷଣ ପ୍ରକ୍ରିୟା ସହ ସମ୍ପର୍କିତ ନୁହେଁ? ତ 21 ନମ୍ବର ଦେଖନ୍ତୁ କେଉଁଠି ଶିକ୍ଷଣ ପ୍ରକ୍ରିୟା ସହିତ ସମ୍ପର୍କିତ ନୁହେଁ? ତ ଆମର ଠିକ ଉତ୍ତରଟି କ'ଣ ହେଉଛି ନା ସ୍ୱୟଂକ୍ରିୟ ଆଚରଣ, ରିଫ୍ଲେକ୍ସିଭ ବିହେଭିୟରଟି ହେଉଛି ଆମର ରାଇଟ୍ ଆନ୍ସର 21 ନମ୍ବର D। ସେଭଳି ଚାଲନ୍ତୁ 22 ନମ୍ବର କ୍ୱେଶ୍ଚିନ୍ ଦେଖିବା। କେଉଁଠି ମାନସିକ ଅନଗ୍ରସରର ପିଲାର ଲକ୍ଷଣ ଅଟେ? ମାନସିକ ଅନଗ୍ରସର ହେଇଥିଲେ ସେ କ'ଣ ହବ? ସାମାଜିକ ଅକ୍ଷମତା ଏଇଟା ହେଇପାରେ, ସାଧାରଣ ବୌଦ୍ଧିକ କାର୍ଯ୍ୟ କରି ଅକ୍ଷମତା ହେଇପାରେ, ଅତ୍ୟଧିକ ଭାଷାଗତ ବିକାଶ, ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ। ତ ସାମାଜିକ ଅକ୍ଷମତା ପିଲାର ପ୍ରକାଶ ପାଏ କୋଉଟାରେ? ଆମର ଯେଉଁମାନେ ମାନସିକ ଅନଗ୍ରସର ହୋଇଥିବେ। ଚାଲନ୍ତୁ କେଉଁଠି ପିଆଜେଙ୍କ ବୌଦ୍ଧିକ ବିକାଶ ସମ୍ପର୍କିତ ନୁହେଁ? ଅନ୍ତଃଗ୍ରହଣ, ପ୍ରତିଯୋଜନା, ପ୍ରାମାଣୀକରଣ, ସମତୁଲ୍ୟତା। ତ କେଉଁଠି ଆମର ପିଆଜେଙ୍କର ବୌଦ୍ଧିକ ବିକାଶ ସହ ସମ୍ପର୍କିତ ନୁହେଁ? ତ 23 ନମ୍ବର ଉତ୍ତର ଆମର ହେଉଛି ଭେରିଫିକେସନ। ଆମର ଉତ୍ତରଟା ହେବ C। ସେହିଭଳି ଶାରୀରିକ ଶକ୍ତି କାର୍ଯ୍ୟ ସମ୍ପାଦନ କରିବାକୁ ପ୍ରାଣୀ କ୍ରିୟାଶୀଳ କରାଇଥାଏ, ତାହା କେଉଁ ନାମରେ ପରିଚିତ? ଯେଉଁଟା ଶାରୀରିକ କାର୍ଯ୍ୟ ସମ୍ପାଦନ କରେ, କ୍ରିୟାଶୀଳ କରାଏ, ତାହା କେଉଁ ନାମରେ ପରିଚିତ? ଆବେଗ ନାମରେ ପରିଚିତ, ଯାହାକି ଆମେ କହୁ ଇମୋସନ ବୋଲି। ସେହିଭଳି ମୂଲ୍ୟାୟନ ଦୃଷ୍ଟିରୁ ତେଣୁ 24 ନମ୍ବର ଆନ୍ସରଟି ହେଉଛି C। ସେହିଭଳି ମୂଲ୍ୟାୟନ ଦୃଷ୍ଟିରୁ କେଉଁଟି ଅନ୍ୟ ତିନିଠାରୁ ଭିନ୍ନ? 25 ନମ୍ବର ଦେଖନ୍ତୁ କେଉଁଟି ଅନ୍ୟ ତିନିଠାରୁ ଭିନ୍ନ ଅଟେ? କ୍ରମ ନିର୍ଦ୍ଧାରଣ ମାପକ, ପ୍ରଗତିପତ୍ର, ଯାଞ୍ଚ ତାଲିକା, ପ୍ରଶ୍ନାବଳୀ। ଦେଖନ୍ତୁ କ୍ରମ ନିର୍ଦ୍ଧାରଣ ଆମେ କରୁଛେ, ଯାଞ୍ଚ ତାଲିକା କରୁଛେ, ପ୍ରଶ୍ନାବଳୀ କରୁଛେ, କିନ୍ତୁ ପ୍ରଗତିପତ୍ରଟି ଆମେ ପିଲାଙ୍କର ଚେକଲିଷ୍ଟ ଭାବରେ ବ୍ୟବହାର କରୁଛେ। ତେଣୁ ଅପସନ ବିଟି ହେଉଛି ରାଇଟ୍ ଆନ୍ସର, ଯାହାକି ଆମର ପ୍ରଗତିପତ୍ର। ମାଇଓପିଆଟା ଦେଖନ୍ତୁ ଗୋଟିଏ ଆମର ରୋଗ। ମାଇଓପିଆ ଶବ୍ଦଟି କେଉଁ ପ୍ରକାର ପିଲାଙ୍କ ପାଇଁ ସଂଶ୍ଳିଷ୍ଟ? ଦେଖନ୍ତୁ ଅପସନ A ମାନସିକ, B ଶ୍ରବଣବାଧିତ, C ଦୃଷ୍ଟିବାଧିତ। ତେଣୁ ମାଇଓପିଆ, ହାଇଡ୍ରୋପିଆ ଏଇସବୁ ଯେଉଁଗୁଡ଼ା ଅଛି ଏଗୁଡ଼ା ସବୁ ରୋଗ ଗୁଡ଼ା। ହାଇଡ୍ରୋପିଆ ଗୋଟେ ଜଳକୁ ସିଏ ଧରିବ, ସେଭଳି ମାଇଓପିଆ ତାର ଦୃଷ୍ଟିବାଧିତ, ଆଉ ଦେଖାଯିବନି। ତେଣୁ 26 ନମ୍ବର C ହେଉଛି ଆମର ଦୃଷ୍ଟିବାଧିତ ମାଇଓପିଆ ଶବ୍ଦଟି। ତେଣୁ 26 ନମ୍ବରର ଉତ୍ତରଟି ହେଉଛି C। ସେଇଭଳି ଆମେ 27 ନମ୍ବରକୁ ଚାଲନ୍ତୁ ଯିବା। ମନୁଷ୍ୟର କେଉଁ ଲକ୍ଷଣଟି ବଂଶାନୁକ୍ରମିକ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ? ଦେଖନ୍ତୁ ବଂଶାନୁକ୍ରମିକ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ କୋଉଠି? ନୈତିକ, ସ୍ୱଭାବ, ବୁଦ୍ଧି, ସାମାଜିକ। ଇଂଲିଶ ଦେଖନ୍ତୁ ମୋରାଲ, ଟେମ୍ପେରାମେଣ୍ଟ, ଇଣ୍ଟେଲିଜେନ୍ସ, ସୋସିଆଲ। ତ ଗୋଟେ ମଣିଷର ଆଉ ଗୋଟେ ସ୍ୱଭାବ କ'ଣ ହୋଇଥାଏ? ଆମର ପିଢ଼ି ପର୍ଯ୍ୟନ୍ତ ଚାଲିଥାଏ। ତ ଏଇଟା ହେଉଛି ସ୍ୱଭାବ B। 27 ନମ୍ବର ଆନ୍ସର ହେଉଛି B ସ୍ୱଭାବ। ସେଇଭଳି ଚାଲନ୍ତୁ ଆମେ ଯିବା ଶିକ୍ଷକଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ସକାରାତ୍ମକ ବାଚିକ ପୁନର୍ବଳନ ସହିତ କେଉଁଟି ସମ୍ପୃକ୍ତ ନୁହେଁ? ହଁ କହିବା, ଅତି ଭଲ କହିବା, ହସିବା, ସର୍ବୋତ୍କୃଷ୍ଟ କହିବା। ଦେଖନ୍ତୁ ଶିକ୍ଷକ ଦ୍ୱାରା ବ୍ୟବହାର କରାଯାଉଥିବା ସକାରାତ୍ମକ ବାଚିକ ପୁନର୍ବଳନ ଜଣକୁ ପ୍ରଶଂସା କରିବା। ତ ଆମେ ହଁ କରିପାରିବା, ଅତି ଭଲ କରିପାରିବା, ସର୍ବୋତ୍କୃଷ୍ଟ କରିବା, କିନ୍ତୁ ହସିବା ନାହିଁ। ଜଣକୁ ତାଚ୍ଛଲ୍ୟ କରି ହସିଦେଲେ ପିଲାର ମାନସିକତା ଉପରେ ଚାପ ପଡ଼େ। ସେଭଳି ଚାଲନ୍ତୁ ଯିବା। ତେଣୁ 28 ନମ୍ବର ଉତ୍ତର ହେଲା C ହସିବା। ସେଭଳି ପରବର୍ତ୍ତୀ ବାଲ୍ୟ ଅବସ୍ଥାରେ କେଉଁ ନୈତିକ ଆଚରଣ ପରିଲକ୍ଷିତ ହୁଏ ନାହିଁ? ପରବର୍ତ୍ତୀ ବାଲ୍ୟ ଅବସ୍ଥା ଆମର ଡେଇଁଲା ପରେ ତାହେଲେ କେଉଁ ନୈତିକ ଆଚରଣ ପରିଲକ୍ଷିତ ହୁଏ ନାହିଁ? ବିଦ୍ୟାଳୟରେ ନୀତି ନିୟମ ମାନିବା, ଗୁରୁଜନମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା। ତ ବିଦ୍ୟାଳୟରେ ସବୁ କାମ କରିପାରିବ, କିନ୍ତୁ ବିପରୀତ ଲିଙ୍ଗ ସହିତ ସମ୍ପର୍କ ସ୍ଥାପନ କରିପାରିବ ନାହିଁ। ତେଣୁ ପରବର୍ତ୍ତୀ ଅବସ୍ଥାରେ ପିଲାମାନଙ୍କର ନୈତିକ ଆଚରଣରେ ବିପରୀତ ଲିଙ୍ଗ ସହିତ ସମ୍ପର୍କ ସ୍ଥାପନ କରିପାରିବ ନାହିଁ। ତେଣୁ 29 ନମ୍ବରର ଉତ୍ତରଟି ହେଉଛି C, ରାଇଟ୍ ଆନ୍ସର ଅପସନ C। ତେଣୁ ଆପଣ ଏମିତି ବିଚାର କରି ସବୁଗୁଡ଼ିକର ଉତ୍ତର କରିବେ। ସେଭଳି ଚାଲନ୍ତୁ ଯିବା 30 ନମ୍ବର ନିମ୍ନୋକ୍ତ
ଶିକ୍ଷାର୍ଥୀ କୈନ୍ଦ୍ରିକ ଶିକ୍ଷା ଉପରେ ଆଧାରିତ। ଏ ହେଉଛି ଆମର ପେଡାଗୋଜିକାଲ ବା ଶିଶୁ ସାଇକୋଲୋଜିର ଏଗୁଡ଼ିକ ଆମର ପ୍ରଶ୍ନାବଳୀ। ତ ଏଇ ପ୍ରଶ୍ନ ପରେ ଆପଣମାନେ ଅନ୍ୟ ସେକ୍ସନର ପ୍ରଶ୍ନର ଉତ୍ତର ଆଲୋଚନା କରିବା। ତ ଚାଲନ୍ତୁ ଶେଷ କ୍ୱେଶ୍ଚିନ୍ଟି ଆଲୋଚନା କରିବା। ଯଦି ଆମ ଚ୍ୟାନେଲକୁ ଲାଇକ୍ କମେଣ୍ଟ ସବସ୍କ୍ରାଇବ୍ କରିନାହାନ୍ତି ଏବେ ସବସ୍କ୍ରାଇବ୍ କରନ୍ତୁ। ଆମର ପ୍ରଥମ ଭିଡ଼ିଓ ଗୁଡ଼ିକ ଆପଣ ଦେଖିପାରିବେ ଏବଂ OTT ସହ ବିଭିନ୍ନ ଶିକ୍ଷାର ଇନଫର୍ମେସନ୍ ପାଇପାରିବେ। ଦେଖନ୍ତୁ, ନିମ୍ନୋକ୍ତ କେଉଁଟି ଶିକ୍ଷାର୍ଥୀ କୈନ୍ଦ୍ରିକ ଶିକ୍ଷା ଉପରେ ଆଧାରିତ? ଶିକ୍ଷାର୍ଥୀର ଆବଶ୍ୟକତା, ସାମର୍ଥ୍ୟ, ଆଗ୍ରହ। ଶିକ୍ଷାର୍ଥୀ ଗୋଟେ ଆବଶ୍ୟକତା କରିବ, ସାମର୍ଥ୍ୟ ରହିବ, ତାର ଆଗ୍ରହ ରହିବ। ଶିକ୍ଷକଙ୍କର ଗୁଣାତ୍ମକ ଶିକ୍ଷାଦାନ ଉପରେ ଶିକ୍ଷାର୍ଥୀର ଶିକ୍ଷଣ ନିର୍ଭର କରେ। ଶିକ୍ଷଣ ସକ୍ରିୟ ଓ ଶିକ୍ଷାର୍ଥୀ ନିଷ୍କ୍ରିୟ ହୋଇଥାନ୍ତି। ଶିକ୍ଷାର୍ଥୀମାନଙ୍କ ପାଇଁ ନିର୍ଦ୍ଧାରିତ ପାଠ୍ୟକ୍ରମ ଥାଏ। ତ ଶିକ୍ଷାର୍ଥୀ କୈନ୍ଦ୍ରିକ ଶିକ୍ଷା କାହା ଉପରେ ଆଧାରିତ? ଶିକ୍ଷାର୍ଥୀର ଆବଶ୍ୟକତା ଉପରେ, ସାମର୍ଥ୍ୟ ଉପରେ, ଆଗ୍ରହ ଉପରେ। ତେଣୁ 30 ନମ୍ବରର ଏ ହେଉଛି ଆନ୍ସର। ଠିକ୍ ଆନ୍ସରଟି ହେଉଛି ଆପଣଙ୍କର ଅପସନ୍ ଏ। ଶିକ୍ଷାର୍ଥୀର ଆବଶ୍ୟକତା, ସାମର୍ଥ୍ୟ ଓ ଆଗ୍ରହ ଉପରେ ଶିକ୍ଷାର୍ଥୀ କୈନ୍ଦ୍ରିକ ଶିକ୍ଷା ନିର୍ଭର କରିଥାଏ। ଧନ୍ୟବାଦ। ଜୟ ଜଗନ୍ନାଥ।